ବର୍ତ୍ତମାନ ଆସିଗଲା ସିଏମ୍ କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଟଙ୍କାକୁ ନେଇକରି ଯେତେ ବି ଚାଷୀମାନେ ଅଛନ୍ ସିଏମ୍ କିଷାନ ଯୋଜନାର ସମସ୍ତଙ୍କ ଲାଗି ନୂଆ ଅପଡେଟ୍ ଆସିଯାଇଛି ଆଜ୍ଞା। ଆପଣମାନେ ଏଇ ଅପଡେଟ୍ ମାନେ ଜାଣବା ନିହାତି ଦରକାର। ବର୍ତ୍ତମାନ ଦେଖୁନ୍ ମିଲବା ଲାଗି ଯାଉଛି ଅକ୍ଷୟ ତୃତୀୟାଟା ପଡୁଛି ଏପ୍ରିଲ ମାସର 30 ତାରିଖରେ। ପ୍ରତ୍ୟେକ ଚାଷୀମାନଙ୍କୁ ମିଲବା ଆଜ୍ଞା 2000 ଟଙ୍କା ଲେଖାଏଁ। କ୍ଷୁଦ୍ର ଚାଷୀ ଭୂମିହୀନ ଚାଷୀ ସମସ୍ତଙ୍କୁ ମିଲବା 2000 ଟଙ୍କା ଲେଖାଏଁ। ଦେଖୁନ୍ ଯେତେ ବି ଭୂମିହୀନ ଚାଷୀମାନେ ଅଛନ୍ ଆପଣ ଜାଣିଛନ୍ ଭୂମିହୀନ ଚାଷୀମାନଙ୍କୁ 12,500 ଟଙ୍କା ମିଲ୍ସି। ଯେନ୍ମାନଙ୍କୁ 12,500 ଟଙ୍କା ମିଳି ସାରିଲାନ ସେମାନଙ୍କୁ ଟଙ୍କାଟା ନେଇ ମିଳି। ଆଉ ଯେନ୍ମାନେ ବାକି ଅଛନ୍ 12,500 ଟଙ୍କା ନେଇ ପାଇବାର୍ ସେମାନଙ୍କୁ ମିଲବା 2000 ଟଙ୍କା ଲେଖାଏଁ ଆଜ୍ଞା। ବର୍ତ୍ତମାନ ମିଲବା ଯାଉଛି 30 ତାରିଖରେ। ଆଜି ହେଇଗଲାନ 19 ତାରିଖ। ଆପଣଙ୍କର ପାଖେ 11 ଦିନ ବାକି ରହିଲା ଆଜ୍ଞା। ଆପଣ ଜାଣିଛନ୍ ବର୍ଷକୁ ଆଉଛି 2 କିସ୍ତି 4,000 ଟଙ୍କା ଟୋଟାଲ ମିଳୁଛି ବର୍ଷକୁ। ଗୋଟେ ଥର ରହୁଛି ନୂଆଖୀରେ ଆଉ ଗୋଟେ ଥର ରହୁଛି ଅକ୍ଷୟ ତୃତୀୟାନ। ବର୍ତ୍ତମାନ 30 ତାରିଖରେ ମିଲବାରେ ଯାଉଛି ଅକ୍ଷୟ ତୃତୀୟା। ଆପଣଙ୍କର ପାଖେ 11 ଦିନ ବାକି ରହିଲା। ଆପଣମାନେ ଶୀଘ୍ର KYC କରିଦଉନ୍ ସିଏମ୍ କିଷାନ ଯୋଜନାର। ଯଦି KYC ନି କରିବେ ଆପଣଙ୍କର ବ୍ୟାଙ୍କ ଖାତାରେ ପରବର୍ତ୍ତୀ କିସ୍ତି ଟଙ୍କାଟା ନାଇଁ ଆସେ ଆଜ୍ଞା। ଆଉ ଆପଣଙ୍କର ବ୍ୟାଙ୍କ ଖାତାରେ NPCI DBD ଲିଙ୍କ କମ୍ପ୍ଲିଟ କରିଦଉନ୍, ଲିଙ୍କ କରିଦଉନ୍। ଆପଣମାନେ ଟଙ୍କା ପାଇବା ଆଗରୁ ଦୁଇଟା ଜିନିଷ ଚେକ୍ କରିଦଉନ୍। ଯଦି ଗୋଟେ ନା ଗୋଟେ ବି ଭୁଲ ହୁଏ ଟଙ୍କାଟା ନାଇଁ ଆସେ। ଦେଖୁନ୍ ସିଏମ୍ କିଷାନ ଟଙ୍କାଟା ଆଉଛି DBD ମାଧ୍ୟମରେ। ସରକାର ଯେଦିନ ଟଙ୍କାଟା ପଠାବେ ଆପଣଙ୍କ ବ୍ୟାଙ୍କ ଖାତାରେ ଡାଇରେକ୍ଟ କ୍ରେଡିଟ୍ ହେଇଯିବା 2000 ଟଙ୍କା ଲେଖାଏଁ। ଆପଣମାନେ ଯଦି ସିଏମ୍ କିଷାନର ଚାଷୀ ଭାଇ ଦୁଇଟା କାମ ଆପଣ ଶୀଘ୍ର ଚେକ୍ କରିଦଉନ୍। ଯଦି ଗୋଟେ ନା ଗୋଟେ ଭୁଲ ଟଙ୍କାଟା ନେଇ ଆସେ ଆପଣଙ୍କ ଦୁଇଟା ଜିନିଷ KYC ଆପଣଙ୍କ ବ୍ୟାଙ୍କ ଖାତା NPCI DBD ଲିଙ୍କ କମ୍ପ୍ଲିଟ ଥିବାର ଅଛି ଆଜ୍ଞା। ଯଦି ଭିଡ଼ିଓଟା ଭଲ ଲାଗେ ଚ୍ୟାନେଲକୁ ଗୋଟେ ସବସ୍କ୍ରାଇବ କରୁନ୍। ନୂଆ ନୂଆ ଭିଡ଼ିଓ ଅପଡେଟ୍ ମାନେ ପଢ଼ା ଦେବା ଲାଗି ପାଇପାରେ।